ପିଲାମାନେ ମୁଁ ଚତୁର୍ଭୁଜ ବିଷୟର ପାର୍ଟ 5ରେ କିଛି କ୍ୱେଶ୍ଚନ୍ ପଚାରିଥିଲି। ଯେଉଁମାନେ ଜାଣିଥିବ 4ଟି କ୍ୱେଶ୍ଚନ୍ ପଚାରିଥିଲି। ତ ସେଇଗୁଡ଼ା ମୁଁ ଭାବୁଛି ଆଜି ସଲ୍ଭ କରିଦେବା। ତାହେଲେ ଯଦି ବି କିଛି ଡାଉଟ୍ ଥିବ ତାହେଲେ କ୍ଲିୟର୍ ହେଇଯିବ। ଦେଖ ପ୍ରଥମ କ୍ୱେଶ୍ଚନ୍ କ'ଣ ଥିଲା ଆମର, ଏ ବି ସି ଡି ଏକ ସାମାନ୍ତରିକ ଚିତ୍ର। ଯଦି ଏହାର ଏ କୋଣ 70 ଡିଗ୍ରୀ ହୁଏ ତାହେଲେ ବି କୋଣ କେତେ? ଠିକ୍ ଅଛି। ତ ଏଇଟା ବହୁତ ଇଜି ଅଛି। ଦେଖ ସଲ୍ଭ କରିଦେବା। 1 ନମ୍ବର କ୍ୱେଶ୍ଚନ୍। ତ ସବୁବେଳେ ପିଲାମାନେ ଚିତ୍ର କାଟିଦେବ। ଚିତ୍ର କାଟିଦେବା ଦେନେ ଆମକୁ ଇଜି ହେଇଯିବ। ଏ ବି ସି ଡି ଯେମିତି ବି ନାଁ ଦେଇପାରିବ, କିମ୍ବା ଏ ବି ସି ଡି, ଏ ବି ସି ଡି ଯେମିତି ନାଁ ଦେଲେ କିଛି ନାହିଁ। ହଉ ନା ଦେଖ 70 ଡିଗ୍ରୀ ଏଟା କହିଛି ନା, ଏଟା 70 କହିଛି। ତ ଆମକୁ ଏମିତି ଏ କୋଣଟା ଏମିତି ଜାଗା ରଖିତେ ପଡ଼ିବ ଯେଉଁଟା ସୂକ୍ଷ୍ମ କୋଣ ହେଇଥିବ। ଏଟା ତ ସ୍ଥୂଳ କୋଣ ଟାଇପ୍ର ଦେଖାଉଛି ନା, ତାହେଲେ ଏଠି ଦେବାନି। ଦେଖ ସେମିତି କିଛି ନାହିଁ, କିନ୍ତୁ ଆମେ ନାଁଟା ଏମିତି ଦେବା ଯେମିତି ଟିକେ ପରଫେକ୍ଟ ଦେଖାଯିବ। ଏ ବି ସି ଡି। ଦେଖ ଏବେ ଏ କୋଣଟା ସୂକ୍ଷ୍ମ କୋଣ 70 ଡିଗ୍ରୀ, ଏଠି ହେଇଥିଲେ କ'ଣ ହେଇଥାନ୍ତା? ସ୍ଥୂଳ କୋଣ ହେଇଥାନ୍ତା। ହଉ ଠିକ୍ ଅଛି। ତାହେଲେ ପିଲା ସାମାନ୍ତରିକ ଚିତ୍ର କେସ୍ରେ ଆମେ କ'ଣ ଜାଣିଛେ ଗୋଟେ ନା, ସାମାନ୍ତରିକ ଚିତ୍ରର କ୍ରମିକ କୋଣର ସମଷ୍ଟି 180 ଡିଗ୍ରୀ। ତାହେଲେ ଏ କୋଣ ପ୍ଲସ୍ ବି କୋଣ ମିଶିକି 180 ଡିଗ୍ରୀ ହେବ। ଯଦି ଏ କୋଣଟା 70 କହିଦେଇଛି ଆମର, ତାହେଲେ ବି କୋଣଟା ବାହାରିଯିବନି କି? ଏ ବଦଳ 70 ପକାଇଲେ ବିକୁ ବି ରଖିଦେଲେ 180। ତାହେଲେ ବି କୋଣ କେତେ ହେଇଗଲା? 180 ମାଇନସ୍ 70 ଯେ କେତେ? 110। ଠିକ୍ ଅଛି। ଦେଖ 2 ନମ୍ବର କ'ଣ କହିଲା? 2 ନମ୍ବର ଆମେ କ'ଣ କହିଥିଲେ ପିଲାମାନେ? ଏଇଟା ଯଦି ତୁମେ ଲେଖିକି ରଖିଦେବ ବି ଇଜି ହେବ ତୁମ ପାଇଁ। କହିଲା ଏକ ସମବାହୁ ବିଶିଷ୍ଟ ବହୁଭୁଜର ଉଦାହରଣ। ବହୁଭୁଜ ନ ଲେଖିକି ଯଦି ମୁଁ ଚତୁର୍ଭୁଜ ବି ଦେଇଥାନ୍ତି କିଛି ନାହିଁ, କାରଣ ସବୁଗୁଡ଼ା ଯେଉଁ ଆମର ତୁମର ଅପସନ୍ ଦେଇଛି ଚତୁର୍ଭୁଜର ହିଁ ଅପସନ୍ଟା ଦେଇଛି। ହଉ କହିଲା ଏକ ସମବାହୁ ବିଶିଷ୍ଟ ବହୁଭୁଜର, ଏଇଟା ସବୁଠୁ ଇଜି ପିଲାମାନେ। ତ ଦେଖ ଆୟତ ଚିତ୍ର ସବୁ ଗୋଟେ ଗୋଟେ ଏକ୍ଜାମ୍ପଲ୍ ମୁଁ ତୁମକୁ ବୁଝଉଛି, ଯେହେତୁ ଟାଇମ୍ ଲାଗିବ, ନହେଲେ ତୁମର ଏଇଟା ଇଜି ଅଛି। ଦେଖ ଆୟତ ଚିତ୍ରଟା ସମବାହୁ ହେଲା କି? ଏଟା ବିପରୀତ ବାହୁ ସମାନ ହେଲା। ସବୁ ବାହୁଟା ତ ସମାନ ହେଲାନି, ତାହେଲେ ଏଇଟା ହେଇପାରିବ ନାହିଁ। ଆଉ ବିରେ କ'ଣ କହିଲା? ସାମାନ୍ତରିକ ଚିତ୍ର। ଦେଖ ବିରେ ସାମାନ୍ତରିକ ଚିତ୍ର। ସାମାନ୍ତରିକ ଚିତ୍ର କେମିତି? ଏହାର ବି ସବୁ ବାହୁଗୁଡ଼ା ସମାନ ହେଇପାରିବ କି? ତାର ବିପରୀତ ବାହୁ ସମାନ, ଏଟା ବି ହେଇପାରିବ ନାହିଁ। ଟ୍ରାପିଜିୟମ୍ କେମିତି ପିଲାମାନେ ଦେଖତେ? ଟ୍ରାପିଜିୟମ୍ ଏମିତି। ଏହାର ବି କ'ଣ ଏଟା ସମାନ ହେଉଛି କି? ବିପରୀତ ବାହୁ ସମାନ ହେଇପାରେ, କିନ୍ତୁ ଏଟା ସମାନ ହେବନି। ଏଟା ତ କମ୍ ହେବ, ଏଟା ନିହାତି ବେଶୀ ହେବ। ତ ସମାନ ବି ହେଇପାରିବନି ଏଟା। ଆଉ ଗୋଟେ ରହିଲା ବର୍ଗଚିତ୍ର। ବର୍ଗଚିତ୍ର ହିଁ ଆନ୍ସର୍ ହେବ। ଦେଖ ପିଲାମାନେ ବର୍ଗଚିତ୍ର ସବୁ ବାହୁ ସମାନ ନୁହେଁ କି? ତ ଏଟା ଏକ ସମବାହୁ ବିଶିଷ୍ଟ ବହୁଭୁଜ ବି କହୁ କି ଚତୁର୍ଭୁଜ କହୁ ର ଉଦାହରଣ ଦିଅ, ତାହେଲେ ଡି ହେବ ବର୍ଗଚିତ୍ର। ଠିକ୍ ଅଛି, ଏଟା ଲେଖି ଦେଉଛି ବର୍ଗଚିତ୍ର। 3 ନମ୍ବର କରିବା ଏବେ। 3 ନମ୍ବର କ'ଣ କହିଲା? ଏକ ଆୟତଚିତ୍ରର କର୍ଣ୍ଣମାନଙ୍କର ଦୈର୍ଘ୍ୟ ଯଥାକ୍ରମେ ଏତିକି ଏବଂ ଏତିକି ଏକକ। ଏଠାରେ ଏକ୍ସର ମାନ ନିର୍ଣ୍ଣୟ କର। ଦେଖ ପିଲାମାନେ ସବୁବେଳେ ଏଇଟା କଲାବେଳେ ଆଗେ ଚିତ୍ର କରିବ। ମୁଁ ତୁମକୁ ଫାଷ୍ଟରୁ କହିଛି ଚିତ୍ର ଭିଜୁଆଲାଇଜେସନ୍ କର। ତ ସେଥିପାଇଁ ମୁଁ ସାଇନ୍ସରେ ବି ଗୋଟେ ଭିଡ଼ିଓ ବନେଇଥିଲି, ଭଲ ରେସ୍ପନ୍ସ କରୁନ, ସେଥିପାଇଁ ମୁଁ ନେକ୍ସଟ ଭିଡ଼ିଓ ବନଉନି। ନହେଲେ ତୁମେ ଯଦି ଠିକ୍ ଠାକ୍ ରେସ୍ପନ୍ସ କରନ୍ତ, ତ ସବୁ ଜିନିଷ ଭିଜୁଆଲାଇଜେସନ୍ କରିକି ପଢ଼ିବାଟା ହିଁ ସବୁଠୁ ଭଲ ପ୍ରକ୍ରିୟା। ହଉ ଏ ବି ସି ଡି, ଏଠି କ'ଣ କହିଲା? ଏ ବି ସି ଡ଼ିରେ ଏକ ଆୟତଚିତ୍ରର କର୍ଣ୍ଣମାନଙ୍କର ଦୈର୍ଘ୍ୟ ଯଥାକ୍ରମେ ଏତିକି ଏତିକି ଏକକ ହେଲେ ଏକ୍ସ ମାନ। ହଉ ଦେଖ ଏଠି କର୍ଣ୍ଣମାନଙ୍କର ଦୈର୍ଘ୍ୟ କହିଦେଲା। ତ ଏଠି ଆମ କନସେପ୍ଟ ଆଗେ ଲାଗିବ, ତାପରେ ଆଲଜେବ୍ରା ଲଗାଇବା। ଆମେ ଆୟତଚିତ୍ର କ୍ଷେତ୍ରରେ ଗୋଟେ କନସେପ୍ଟ ପଢ଼ିଛେ ଯେ ଏହାର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ସମାନ। ଏ ବି ଇକ୍ୱାଲ୍ ଟୁ ଭୁଲଭାଲ ହେଉଛି, ଏ ସି ଇକ୍ୱାଲ୍ ଟୁ ବି ଡି ବା ଡି ବି, ଯାହା ନେଇପାରିବ। ଆମେ ଏଇ କନସେପ୍ଟଟା ଜାଣିଛେ କି ନାହିଁ? ତ ଗୋଟିଏ କର୍ଣ୍ଣ କହିଦେଲା, ଧର ଏସ୍ ସି କହିଦେଲା 2x + 1, ସେମିତି ବି ଡି ବି କହିଦେଇଛି 3x + 1, ଯେଉଁଟା ସେଟା କର୍ଣ୍ଣର ଦୈର୍ଘ୍ୟ କହିଦେଲା। ତ ଆମେ ଏହାକୁ ଏଇ ଇକ୍ୱେସନ୍ ଆଣିକି ପକାଇଦେବା। ତାହେଲେ ଦ୍ୟାଟ୍ ଇମ୍ପ୍ଲାଇଜ୍ ଏସ୍ ସି ବଦଳ, ଏଇଟା କନସେପ୍ଟର ଅଛି। ଆୟତଚିତ୍ର ହେଉ କି ବର୍ଗଚିତ୍ର ହେଉ, ତାହାର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ସବୁବେଳେ ସମାନ ହେବ। ସମାନ ଓ ସମଦ୍ୱିଖଣ୍ଡକ କରନ୍ତି ପିଲାମାନେ। 1 ନମ୍ବର ଭିଡ଼ିଓ ପୁରା କନସେପ୍ଟ ଭିଡ଼ିଓରେ ଏଇଟା ସବୁ କହିଥିଲି। ହଉ ଏସ୍ ସି ଆଉ ବି ଡି, ଏସ୍ ସି ବଦଳରେ ଆମେ କ'ଣ ଲେଖିପାରିବା? 2x + 1 ଇକ୍ୱାଲ୍ ଟୁ ବି ଡି ବଦଳ 3x + 1। କିଛି ପିଲା କହିବେ ସାର୍ ଆପଣ କେମିତି ଜାଣିଲେ ଏସ୍ ସି 2x + 1? ଏସ୍ ସି ତ ଆମେ 3x + 1 ଲେଖିଦେବ। ଏସ୍ ସି ଯଦି 3x + 1 ଲେଖିବ କିଛି ଅସୁବିଧା ନାହିଁ। ଆମର ଏକ୍ସର ଭ୍ୟାଲୁ ମାଗିଛି, ଏସ୍ ସିର ଭ୍ୟାଲୁ ମାଗିନି। ହଉ
ଏବେ ଦେଖ ସବୁ ଏଠି ଭଲସେ ଟିକେ ଲକ୍ଷ୍ୟ କରିବ ମୁଁ ଏକ୍ସ ଗୁଡ଼ାକ ସବୁ ବାଁ ପାରିକି ଆଣିବି ଯେଉଁଟା କେବଳ ସଂଖ୍ୟା ଗୁଡ଼ାକ ସେଗୁଡ଼ାକୁ ଡାହାଣ ପାରିକି ନେଇଯିବି ବା ଏଠି ଯେହେତୁ +1 +1 ଅଛି କଟି ବି ଯିବ କାଟିତେ ଚାହିଁଲେ କଟିପାରିବ ନହେଲେ ମୁଁ ଏପାରିକି ଆଣିକି ଦେଖାଉଛି ହଉ ଦେଖିବା ଏଠି ଦେଖ ମାଇନସ୍ ପ୍ଲସ୍ ଟିକେ ହେବ 2x ଏଠି ଯେ 3xଟା ସମାନ ଚିହ୍ନ ଡାହାଣ ପାଖରେ ଅଛି ବାଁ ପାରିକି ଆଣିଲେ କ'ଣ ହେଇଯିବ -3x ଇକ୍ୱାଲ୍ ଟୁ ଏଠି একটা এক ରହିଲା এটা ମୁଁ କାଟିତେ ଚାହିଁଲେ କାଟି ପାରିଥାନ୍ତି ଯେହେତୁ ମୁଁ ତୁମକୁ ଟିକେ ଦେଖେଇତେ ଚାହୁଁଛି ଦେଖ ଏଟା ଏପାରିକି ଯିବ ମାନେ କି ମାଇନସ୍ ହେଇଯିବ ହଉ এটা କେତେ ହେଇଯିବ -x 2x ରୁ 3x ଗଲେ -1 ହେବ x 1x ଲେଖାଯାଏନି ଖାଲି x এটা 0 ତାହେଲେ ପିଲାମାନେ ଏଠି କ'ଣ ହେଲା that implies x equal to ଏଠି ମାଇନସ୍ଟା ଯଦି 0 ଅଛି ତ ଯଦି ଆର ନେଇକି ହରିଦେବା ବି 0 ହେଇଯିବ ତାହେଲେ x equal to 0 ହେଇଗଲା x ହିଁ ମାଗିଥିଲା ତ ଏଠୁ ମୁଁ କ୍ୱେଶ୍ଚନଟା ପିଲାମାନେ ଟିକେ ଭୁଲ ହେଇଥିଲା ବୋଧେ ତଥାପି x equal to 0 ହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ ନା ଧର x equal to 0 ହେଲା ଦେଖ ପିଲାମାନେ ଏସି ଜାଗାରେ ଦେଖ ଏଇଟା ମାଗିଥିଲା ଏଇଟା ବାହାରିଗଲା ତାପରେ ବି ଯଦି ତୁମେ ଏଠି ଭ୍ୟାଲୁ ବସାଇତେ ଚାହିଁବ एक्स बदल 0 पकड़े 2 × 0 जे केते 0 + 1 ताने एटा 1 हे जिवो एटा भी सेमती 1 हे जिवो ठीक अछि हमर कांसेप्ट ही से कहै छै s = bd हबो ताने एटा 1 सेंटीमीटर हबो किंतु एटा एक्चुअली क्वेश्चन मोर नबार थिला देखो आउ थरे देखु मु s = 2x + 1 आउ bd = 3x - 1 हैला जदि एटा हबो ताने केमती हबो सेही कांसेप्ट s = bd ପିଲାମାନେ ତୁମେ ଯେଟା ମୁଁ କ୍ୱେଶ୍ଚନ୍ ଦେଇଛି ଏବେ ତା ଅନୁସାରେ 0 ହେବ ଯଦି ମୁଁ ମାଇନସ୍ ନେଉଛି ଏଇଟା ମୁଁ କ୍ୱେଶ୍ଚନ୍ର ମାଇନସ୍ ଲେଖିବାର ଥିଲା ତଥାପି ଭୁଲ ଭାଲ ହେଇଛି ତଥାପି ଠିକ୍ ଅଛି କିଛି ନାହିଁ ତ ମାଇନସ୍ ନେଇକି ଆମେ ସଲ୍ଭ କଲେ କେତେ ହେଇଯିବ 2x + 1 = 3x - 1 ତାହେଲେ ଏଇଟା ଏପାରିକି ଆସିଲେ କ'ଣ ହେଇଗଲା 2x - 3x ସେଇଭଳି ଏଇଟା -1 ଏଟା ଏପାରିକି ଆସିଲେ -1 ଅଲରେଡ଼ି ଥିଲା ଏପାରୁ ଗଲା ଯେଟା -1 ହେଇଗଲା ତାହେଲେ ଏଇଟା -x 2x - 3x ମାଇନସ୍ ପାଖରେ ବଡ଼ ପାଖର ମାଇନସ୍ ଚିହ୍ନ ଅଛି 3ଟା ବଡ଼ ନା ତ -x ହେଲା ଇକ୍ୱାଲ୍ ଟୁ -2 -1 -1 -2 -1 कटिगला x = 2 x = 2 के क्षेत्र में जिते आम एटा नौचे हौ ताले जदि x भैल्यू आम 2 पकईले ताले केते 2 2 4 5 3 6 रु 1 गले 5 तो सही कॉन्सेप्ट आसीला एठी भी सही 1 1 समान आसुला तो जहाँ ने भी किसी ना जब आम +1 नौचे आंसर 0 हम 0 होने भी ठीक अच्छे आई कनसेप्ट मन रखिए जब -x = 0 हुए तो x = 0 हम कारण एक्सट्रा माइनस जब आम हरदेवा 0 सहित किसी प्रोब्लेम हेनी किंतु जदि पिला माने ये गोटे था गोटे एग्जांपल नौ कि ना एग्जांपल नहीं माने 2x = 0 होता तो यहाँ प्रोब्लेम होता x = 0/2 है ताले ये कौन करता ना एटा भी 0 होता 0 देख ये कौन पाई मुझे तुमको देखा ना 0 हरण समथिंग माने कौन 1 2 3 4 जहाँ नब 0 भी नहीं पार तो 0 हम किंतु समथिंग हरण 0 एटा हम इनफिनिटी इनफिनिटी भल मन रखिए पिला माने इनफिनिटी माने एटा को आम दर्शाई पारिबा नाही जदि एटी होता 2 विभक्त 0 ताने एटा इनफिनिटी हम कौन पाई ना कौन से संख्या सहित 0 को आम हरि पारिबा नाही हैला एटा टिके कॉन्सेप्ट तुमको बुझेदेली गोटे ना बहिर तथे देख मुझे सब तुमको बुझे पारि एक्सट्रा सब जिनस जोड़ा तुम निहाती फ्यूचर दरकार हो मु खाली मन आनिक लिखुनी तुम फ्यूचर जो पढ़ बड़ बड़ श्रेणी को जीव से देखा हाँ ये कौन कहला 4 नंबर कहला एक सामांतरिक चित्रर विपरीत कोणर परिमाण यथाक्रमे एतिकी एवं एतिकी तेबे सामांतरिक चित्रर कोणर परिमाण निर्णय कर हाँ विपरीत कोणर परिमाण ठीक अच्छे चित्र काटिया आगे कौन कहला एक सामांतरिक चित्रर विपरीत कोणर परिमाण विपरीत कोण कहला ना आगे देदेवा ABCD ताहले मु सामांतरिक चित्र क्षेत्र में तुमको गोटे कॉन्सेप्ट कहते मन रख तार विपरीत कोणर परिमाण सामांतरिक चित्र सामान हम ए कोण इक्वाल टू सी कोण हो आउ कौन बी कोण इक्वाल टू डी कोण एटा गोटे कॉन्सेप्ट कहते आउ गोटे कौन कहते ना ए क्रमिक कोणर जोगफल जोटा कि 1 नंबर कले 180 डिग्री हम ए कोण इक्वाल प्लस बी कोण इक्वाल टू 180 डिग्री एमती डी कोण सी कोण बी कोण सी कोण ए कोण डी कोण सब क्रमिक कोण माने पाखापाखि कोण दुटा 180 डिग्री होइतिबो ताहले आम एटा करवा जगह हम चेष्टा करवा धरीदेवा ना देखा हौ
କ'ଣ କହିଲା ନା ଦେଖ ଏଠି କ'ଣ କହିଛି ନା ବିପରୀତ କୋଣର ପରିମାଣ ଯଥାକ୍ରମେ, ତାହେଲେ ଆମେ ଏଇ କନସେପ୍ଟଟା ପକାଇଦେବା। ତାହେଲେ ଯଦି a ଇକ୍ୱାଲ୍ ଟୁ 5x ମାଇନସ୍ 8 ହେଇଥିବ, c ଇକ୍ୱାଲ୍ ଟୁ ଏଇଟା ହେଇଥିବ ଆରଟା 2x ପ୍ଲସ୍ 82। ଏବେ କରିବା କେମିତି ଦେଖ, a ଇକ୍ୱାଲ୍ ଟୁ c ଆମେ ଜାଣିଛେ ଆମର ଇଏ ଅଛି, ତାହେଲେ 5x ମାଇନସ୍ 8 ଇକ୍ୱାଲ୍ ଟୁ 2x ପ୍ଲସ୍ 82। That implies 5x ରୁ 2 ଗଲେ କେତେ? ମୁଁ କରିକି କରୁଛି ତ, ମାନେ ବାଁ ପାରିକି ଆଣିକି କରୁଛି, ନହେଲେ ମୁଁ ଡାଇରେକ୍ଟ କରିଦେଇଥାନ୍ତି। ହଉ 5x ମାଇନସ୍ 2x ସମାନ ଚିହ୍ନ ବାଁକୁ ଆଇଲା, ପ୍ଲସ୍ ଥିଲା ମାଇନସ୍ ହେଲା। ସେମିତି ଏଇଟା 82 ପ୍ଲସ୍କୁ ପ୍ଲସ୍ ରହିଲା, ଏଇଟା ମାଇନସ୍ ଥିଲା ପ୍ଲସ୍ ହେଇଯିବ, ଚିହ୍ନ ଚେଞ୍ଜ ହେବ। ସବୁବେଳେ ସମାନ ଚିହ୍ନ ଆର ପାରିକି ଡେଇଁବ ମାନେ ଚିହ୍ନ ଚେଞ୍ଜ ହେବ, ହରଣ ଥିଲେ ଗୁଣନ ହେବ। ଏଇଟା ମାଇଣ୍ଡରେ ରଖିବ, ଏଇଟା 2x। 5x ରୁ 2x ଗଲେ କେତେ? 3x ଇକ୍ୱାଲ୍ ଟୁ ଏଇଟା 90 ହେଇଯିବ। 90 ହେଇଯିବନି କି? That implies ଏଠି ଜାଗା ନାହିଁ, ଏଠି କରୁଛୁ। ଠିକ୍ ଅଛି ପିଲାମାନେ, x ଇକ୍ୱାଲ୍ ଟୁ 90/3। ଆଉ ପିଲାମାନେ ଦେଖିବ ଗଣିତ ଯେଉଁମାନେ ଭଲ କରୁଥିବେ ସେମାନେ ତ ଗଣିତ ଖାତା ଏମିତି ଗେଞ୍ଜ ମେଞ୍ଜ ହେଇଥିବ, କିନ୍ତୁ ଗଣିତ ଆସିବା ଦରକାର, ଆମକୁ କନସେପ୍ଟ ଗଣିତରେ ଆସିବା ଦରକାର। କେତେ ସଫା, କେତେ ଆମେ ପରିଷ୍କାର ଭାବରେ କରିଛେ ସେଗୁଡ଼ା ଦେଖିବା, ସେଗୁଡ଼ା ତ ଆସିଯିବ। ପରିଷ୍କାର ଭାବରେ ଲେଖିବା, କ'ଣ ମୁଁ ପରିଷ୍କାର ଲେଖିପାରିବିନି ଗୋଟେ ନୂଆ କାଗଜ ନେଇକି? ନା, ପରିଷ୍କାର ଭାବରେ ଲେଖିପାରିବା। ତଥାପି ଆମେ ଆଗେ ଆମର ସଲ୍ଭ କରିବାଟା ଶିଖିବା ଦରକାର, ଆମର କେତେ ବ୍ରେନ୍ କ୍ୟାପେବୁଲ୍ ହେବ ସଲ୍ଭ କରିବା ସେଗୁଡ଼ା ଦେଖି। ହଉ ଛାଡ଼, 3 3 9 90 30 ହେଲା, x ଇକ୍ୱାଲ୍ ଟୁ 30 ବାହାରିଗଲା। ଏବେ x ର ଭ୍ୟାଲୁ ଆମେ ନେଇକି a ରେ ପକାଇଦେବା। ତାହେଲେ a କେତେ ଅଛି ନା 5x ମାଇନସ୍ 8। x ବଦଳରେ ମୁଁ କେତେ ପକାଇବି? 30। 5x ମାନେ କ'ଣ 5 ଗୁଣନ 30 ଅଛି, 8 ଅଛି ନା, ଏଇଟା ଠିକ୍ ଅଛି। 5 କି 5 8 5 3 15 ମାଇନସ୍ 8, 15ରୁ 8 କଲେ କେତେ ହେବ? 142 ହେବ। 142 ହେଲା। ସେମିତି b ର ଭ୍ୟାଲୁ କାଢ଼ିବା। b କେତେ ଦେଇଛି? ସରି b ନାହିଁ, c କହିଛି ନା, ଆମେ ବିପରୀତ ଲେଖିଛେ ନା। bଟା ବି କାଢ଼ିବା। ସେ କ୍ୱେଶ୍ଚନ୍ ମାଗିଛି ସାମନ୍ତରିକ ଚିତ୍ରର କୋଣର ପରିମାଣ ନିର୍ଣ୍ଣୟ କର। ଗୋଟେ କୋଣ ନୁହେଁ, ସବୁଗୁଡ଼ା କୋଣ ABCD କାଢ଼ିତେ ପଡ଼ିବ। ହଉ, cଟା ଏବେ କେତେ? c ର ଭ୍ୟାଲୁ ଡାଇରେକ୍ଟ ବାହାରିଛି ଯେହେତୁ ଆଗେ ସେଇଟା କରିଦେବା। 2x ପ୍ଲସ୍ 82, x କେତେ? 30, 2 × 30 ପ୍ଲସ୍ 82। ତାହେଲେ କରିଦେବା, ଯୋଗ କରିଦେବା। ଏଇଟା କ'ଣ ପାଇଁ କରୁଛୁ? c ର ଭ୍ୟାଲୁଟା ତ a ର ଭ୍ୟାଲୁ ଯାହା ହେଇଥିବ c ର ଭ୍ୟାଲୁ ସେ ବାହାରିବ। ଆମେ ଅଲରେଡ଼ି ଏଠି ନେଇଛେ, ତାହେଲେ c ମୁଁ ଜାଣିଛି 142 ବାହାରିବ। ତଥାପି ଆମେ ଟେଷ୍ଟ କରିଦେବା ଯେ ଆମର ସବୁ ଠିକ୍ଠାକ୍ ଅଛି କି ନାହିଁ। ହଉ, 3 × 6, 60 ପ୍ଲସ୍ 82, 2 6 6 12 13 14। ଦେଖିଲା, ଜଗ୍ ବି ଜଲ୍ଦି ଜଲ୍ଦି କରିବ ପିଲାମାନଙ୍କ ଭଳି କରିବନି, ପ୍ରଥମ ଦ୍ୱିତୀୟ ଭଳି। ହଉ, 182 ସମାନ ଆସିଲା। a ଇକ୍ୱାଲ୍ ଟୁ c, ଯେଉଁଟାକି ଆମେ ଧରିଥିଲେ ଫାଷ୍ଟ, ସେ ଆସିଗଲା। ଠିକ୍ ଅଛି, a c ବାହାରିଗଲା। କ'ଣ a କ'ଣ c କ'ଣ? ପିଲାମାନେ ମୁଁ ଏଇଟା ନ କରିକି ଯଦି a ଇକ୍ୱାଲ୍ ଟୁ c କନସେପ୍ଟ ପକାଇକି ବି ଯଦି 142 ଲେଖିପାରିଥାନ୍ତି ଲେଖିଦେଇଥାନ୍ତି, କିଛି ନାହିଁ। ହଉ, a c ବାହାରିଗଲା। ଏବେ କରିବା କେଟା? b କୋଣଟା କାଢ଼ିଦେବା। b କୋଣ ବାହାରିଗଲେ d କୋଣଟା ବି ବାହାରିଯିବ। ହଉ, b କୋଣର କେମିତି କାଢ଼ିବା ନା a ପ୍ଲସ୍ b ଇକ୍ୱାଲ୍ ଟୁ 180 ଡିଗ୍ରୀ। ଠିକ୍ ଅଛି, a ଆମ ପାଖରେ ଅଛି 142, 142 ପ୍ଲସ୍ b ଇକ୍ୱାଲ୍ ଟୁ 180, b ଇକ୍ୱାଲ୍ ଟୁ 180 ମାଇନସ୍ 142, ତାହେଲେ କେତେ ହେଇଥିବ? 40 40 38 ହେଇଥିବ। ଯୋଗ କରିଦିଅ ପିଲାମାନେ, 8 9 10, 4 5 6 7 ଅଛି ଗୋଟେ 1, 7 8 180, 38 ବାହାରିଗଲା। ପିଲାମାନେ କେଟା ବାହାରିଗଲା? b କୋଣ 38 ବାହାରିଗଲା। ତାହେଲେ b କୋଣ 38 ବାହାରିଗଲେ d କୋଣଟା ବି 38 ହେଇଯିବ। d କୋଣଟା ପୁରା କହିଲି ବିପରୀତ କୋଣର ଦୈର୍ଘ୍ୟ ପରିମାଣ ସମାନ ହେବ, ମାନେ d ଏବେ 38 ହେଇଗଲା। ତାହେଲେ ଆମ ଟୋଟାଲ୍ କେଉଁଟା କେଉଁଟା ବାହାରିଗଲା? a ଇକ୍ୱାଲ୍ ଟୁ c ଇକ୍ୱାଲ୍ ଟୁ କେତେ ବାହାରିଲା? 142 ବାହାରିଲା, 142 ବାହାରିଲା। ସେମିତି b ଇକ୍ୱାଲ୍ ଟୁ d, b ଇକ୍ୱାଲ୍ ଟୁ d କେତେ? 38। ଠିକ୍ ଅଛି, ତ ABCD ଚାରିଟା ସେଟା ବାହାରିଗଲା। ଥରେ ଟେଷ୍ଟ କରିଦେବା ତୁମ ଆଗର। ଦେଖ ପିଲାମାନେ, ସାମନ୍ତରିକ ଚିତ୍ରର 4 ବାହୁର ସମଷ୍ଟି କେତେ? ସାମନ୍ତରିକ ଚିତ୍ର ତ ନୁହେଁ, ଏଣ୍ଟାୟାର ଚତୁର୍ଭୁଜର 4 କୋଣର ସମଷ୍ଟି 360 ଡିଗ୍ରୀ। ଆମେ ସେଇଟା ଟେଷ୍ଟ କରିଦେବା। 142 ପ୍ଲସ୍ 142 ଇଣ୍ଟୁ 2 କରିଦେବା। ଏମିତି 100 ଖାଲି 38 ଇଣ୍ଟୁ 2 କରିଦେବା। ଇଣ୍ଟୁ 2 କ'ଣ ପାଇଁ କରୁଛି? ଦୁଇଥର ନେବା ନା। 2 × 4 8 2 16
7 ଏଇଟା ଯୋଗ କରିଦେବା 76 6 360 ଆମର ଆସିବା ଦରକାର 0 ଏଟା 16 3 ଠିକ୍ ଅଛି ପିଲାମାନେ 360 ଆସିଗଲା ଏଇଟା ମୁଁ ଦେଖୁଛି ତୁମମାନଙ୍କୁ କନସେପ୍ଟ ଯେ ପଟେ ଯାହା ନେଉଛ ସବୁ ପଟେ ଆମର ଠିକ୍ ଅଛି ହେଲା ତ ଏଇଟା ଏମିତି ଗ୍ୟାଞ୍ଜର କରିବନି ପିଲାମାନେ ଚାଲିଲେ କରିବ ମୁଁ ତୁମମାନଙ୍କ ପାଇଁ ଦେଖିବା ପାଇଁ କରିଦେଲି ଗୋଟେ ପେଜ୍ ଭିତରେ ସରିଗଲା ନହେଲେ ଆମେ ଯଦି କରିଥାନ୍ତେ ଏହାକୁ ନିହାତି 2 ପେଜ୍ 3 ପେଜ୍ କରିବା କିଛି ଅସୁବିଧା ନାହିଁ ପିଲାମାନେ ଏଗୁଡ଼ାକୁ ମାଇଣ୍ଡ କରିବନି ଯେ ସାର୍ ଏମିତି କାଟଛାଟ ଭିତରେ କରିଦେବେ କାଟଛାଟ କିଛି ହେଉନି ଏଗୁଡ଼ାକୁ ମୁଁ ସେଇଠି କରିଦେଉଛୁ ଆଉ ତୁମେମାନେ ଟିକେ ଭଲସେ କରିବ ହେଲା ପିଲାମାନେ ଏବେ ତୁମେମାନେ ଆନ୍ସର୍ ପାଇଛ ସବୁଗୁଡ଼ା ମୁଁ ଚାହୁଁଛି ତୁମେମାନେ ସମସ୍ତେ ଆଉ ଥରେ ଯାଅ ସେ ପୁରୁଣା ଭିଡ଼ିଓକୁ ଯେଟା ପାର୍ଟ 5ରେ ଯେଠି କ୍ୱେଶ୍ଚନ୍ ପଚାରିଛି ସେଠିକି ଯାଇକି କମେଣ୍ଟରେ ଆନ୍ସର୍ କର ଏଗୁଡ଼ା ସବୁ ମୁଁ ତୁମମାନଙ୍କ ନାଁ ସବୁ ଦେଖତେ ଚାହୁଁଛୁ କେମାନେ ପାଠ ପଢ଼ୁଛ ନାହିଁ ଆଉ କମେଣ୍ଟ କର ଦେନ୍ ଦେଖିବା ଆଉ ପିଲାମାନେ ତୁମ ପାଇଁ ମୁଁ ନେକ୍ସଟ ଭିଡ଼ିଓ ପାଇଁ ପ୍ରିପାରେସନ୍ ଚଲେଇଛି ଯେଉଁଟାକି ସଂଖ୍ୟାର କାହାଣୀ ସଂଖ୍ୟାର ଖେଳ ତୁମେ ପୁରା ଷ୍ଟେ ଟ୍ୟୁନ୍ ରୁହ ମୁଁ ତୁମ ପାଇଁ ଖୁବ୍ ଶୀଘ୍ର ମାନେ ଦିନେ 2 ଦିନ ଭିତରେ ସଂଖ୍ୟାର କାହାଣୀ ଷ୍ଟାର୍ଟ କରିଦେଉଛି ଆଉ ଏଟାକୁ ସାରିବା ଆମେ ଏଟା କିଛି ନାହିଁ ମୁଁ ଦେଖୁଥିଲି ବଢ଼ିଆ ବିଷୟ ଅଛି ତ ଏଟାକୁ ବି ଆମେ ସାରିଦେବା ବହୁତ ଶୀଘ୍ର ତୁମେମାନେ ଚ୍ୟାନେଲ୍କୁ କିନ୍ତୁ ଦେଖୁଛି ବହୁତ ପିଲା ଆସୁଛ ଦେଖୁଛ କିନ୍ତୁ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରୁନ ଟିକେ ସବସ୍କ୍ରାଇବ୍ କର ତୁମମାନଙ୍କର ସବସ୍କ୍ରାଇବ୍ ହିଁ ମୋତେ ମୋଟିଭେଟ୍ କରାଉଛି ଠିକ୍ ଅଛି ପିଲାମାନେ ନେକ୍ସଟ ଭିଡ଼ିଓରେ ଦେଖା ହେବ